ଆଜି ଆମେ କଥା ହେବା ମହାଭାରତର ସବୁଠୁ ଜଟିଳ ଆଉ ମହାନ ଯୋଦ୍ଧା କର୍ଣ୍ଣଙ୍କ ବିଷୟରେ। କିନ୍ତୁ ଗୋଟିଏ ପ୍ରଶ୍ନ, ଅଧର୍ମ ପକ୍ଷରେ ଲଢ଼ିଥିବା ଜଣେ ଯୋଦ୍ଧା ଏତେ ପ୍ରଶଂସିତ କେମିତି? ତାଙ୍କ ଜନ୍ମ ଥିଲା ଦିବ୍ୟ। ରାଜକୁମାରୀ କୁନ୍ତୀ ଆଉ ସୂର୍ଯ୍ୟଦେବଙ୍କ ପୁତ୍ର, ଆଉ ଜନ୍ମରୁ ହିଁ ତାଙ୍କ ପାଖରେ ଥିଲା ଦିବ୍ୟ କବଚ କୁଣ୍ଡଳ। କିନ୍ତୁ ଲୋକଲଜା ଭୟରେ ତାଙ୍କ ମା ତାଙ୍କୁ ନଦୀରେ ଭସାଇଦେଲେ, ଆଉ ସେଇଠୁ ଆରମ୍ଭ ହେଲା ତାଙ୍କ ଦୁଃଖଦ ଯାତ୍ରା। ଜଣେ ସାରଥୀଙ୍କ ପରିବାର ତାଙ୍କୁ ପାଇଲେ, ଆଉ ରାଧେୟ ନାଁରେ ପାଳିଲେ। ଦିବ୍ୟ ପରିଚୟ ଲୁଚିଗଲା। ଜଣେ ଯୋଦ୍ଧା ହେବାର ପ୍ରବଳ ଇଚ୍ଛା ଥିଲା, କିନ୍ତୁ ଜାତି ପାଇଁ ତାଙ୍କୁ ସବୁବେଳେ ଅପମାନିତ ହେବାକୁ ପଡ଼ିଲା। ଶେଷରେ ସେ ପହଞ୍ଚିଲେ ପରଶୁରାମଙ୍କ ପାଖରେ, କିନ୍ତୁ ନିଜକୁ ବ୍ରାହ୍ମଣ କହି ପରିଚୟ ଲୁଚାଇଲେ। ହେଲେ ତାଙ୍କର ସହିଷ୍ଣୁତା ହିଁ ତାଙ୍କର ସତ ଧରାଇଦେଲା, ଆଉ ମିଳିଲା ଏକ ଭୟଙ୍କର ଅଭିଶାପ। ତାପରେ ହସ୍ତିନାପୁରର ଏକ ରାଜକୀୟ ପ୍ରତିଯୋଗିତାରେ ସେ ସିଧା ଅର୍ଜୁନଙ୍କୁ ଚ୍ୟାଲେଞ୍ଜ କଲେ, କିନ୍ତୁ ତାଙ୍କୁ ଯୋଗ୍ୟତା ପାଇଁ ନୁହେଁ, ବରଂ ସୁତପୁତ୍ର କହି ଅଟକାଇ ଦିଆଗଲା। ଏହା ଥିଲା ସାମାଜିକ ଅନ୍ୟାୟ। ଠିକ୍ ସେହି ଅପମାନର ମୁହୂର୍ତ୍ତରେ ଦୁର୍ଯ୍ୟୋଧନ ତାଙ୍କୁ ଅଙ୍ଗଦେଶର ରାଜା କରିଦେଲେ। ବସ୍ ସେଇ ଗୋଟିଏ ସମ୍ମାନ ପାଇଁ କର୍ଣ୍ଣ ସାରା ଜୀବନ ଦୁର୍ଯ୍ୟୋଧନଙ୍କ ପାଖରେ ଋଣୀ ହୋଇ ରହିଗଲେ। ତାଙ୍କ ଜୀବନଟା ଯେମିତି ଅଭିଶାପରେ ହିଁ ଗଢ଼ା ହୋଇଥିଲା, ଗୋଟିଏ ପରେ ଗୋଟିଏ। ହେଲେ ସେହି ବିଶ୍ୱସ୍ତତା ହିଁ ତାଙ୍କୁ ନେଇଗଲା ଏକ ଭୁଲ ରାସ୍ତାକୁ। ଦ୍ରୌପଦୀଙ୍କ ଅପମାନ ବେଳେ ସେ ଚୁପ୍ ରହିଲେ। ସେଦିନ ସେ ଧର୍ମ ନୁହେଁ, ବନ୍ଧୁତାକୁ ବାଛିଲେ, ଆଉ ଏହି ଭୁଲ ତାଙ୍କ ଚରିତ୍ରରେ ଏକ ଦାଗ ଲଗାଇଦେଲା। କିନ୍ତୁ ତାଙ୍କର ଦାନ ତାହା ଅତୁଳନୀୟ ଥିଲା। ଏମିତିକି ନିଜର ଦିବ୍ୟ କବଚକୁ ବି ସେ ଦାନ କରିଦେଲେ। ଆଉ ଶେଷରେ ଆସିଲା ସେହି ମୁହୂର୍ତ୍ତ। କୁରୁକ୍ଷେତ୍ରରେ କର୍ଣ୍ଣ ଆଉ ଅର୍ଜୁନ ମୁହାଁମୁହିଁ ହେଲେ। ହେଲେ ତାଙ୍କର ଅନ୍ତିମ ସମୟରେ ସବୁ ଅଭିଶାପ ଏକାଠି କାମ କଲେ, ଆଉ ସେ ସମ୍ପୂର୍ଣ୍ଣ ଅସହାୟ ହୋଇଗଲେ। ଆଉ କୃଷ୍ଣଙ୍କ ଇଙ୍ଗିତରେ ଅର୍ଜୁନ ଯୁଦ୍ଧ ନିୟମ ଭାଙ୍ଗି ନିରସ୍ତ୍ର କର୍ଣ୍ଣଙ୍କୁ ବଧ କଲେ। କିନ୍ତୁ ମୃତ୍ୟୁ ସମୟରେ ବି ତାଙ୍କର ଦାନୀ ସ୍ୱଭାବ ତାଙ୍କ ସାଥ ଛାଡ଼ିନଥିଲା। ଛଦ୍ମବେଶୀ କୃଷ୍ଣଙ୍କୁ ଦାନ ଦେବାପାଇଁ ସେ ନିଜ ସୁନାର ଦାନ୍ତଟିକୁ ବି ଭାଙ୍ଗି ଦେଇଥିଲେ। ସେଥିପାଇଁ ତ ତାଙ୍କୁ ଦାନବୀର କୁହାଯାଏ। ତାଙ୍କ ପରିଚୟ ପରାଜୟରେ ନୁହେଁ, ବରଂ ଦାନରେ ଥିଲା। ତାଙ୍କର ସେହି ପ୍ରତିଜ୍ଞା ପାଇଁ ହିଁ ମା କୁନ୍ତୀଙ୍କର ସବୁବେଳେ 5 ପୁଅ ଜୀବିତ ରହିଲେ। ତେବେ ପ୍ରଶ୍ନ ଉଠେ, କର୍ଣ୍ଣଙ୍କ ଦୁଃଖର କାରଣ ତାଙ୍କ ଭାଗ୍ୟ ଥିଲା ନା ତାଙ୍କ ନିଜର ନିଷ୍ପତ୍ତି?